ଆଜି ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ କୋଉଠି ବି ଖାଇବା ପାଇଲିନି। କଣ ହେଇଛି କେଜାଣି, ଜଙ୍ଗଲରେ ଆଉ ଗୋଟେ ବି ଫଳ ଗଛ ନାହିଁ। ମୁଁ ଆଉ ଥରେ ଖୋଜି ଦେଖେ, ହୁଏତ କିଛି ପାଇଯିବି, ନହେଲେ ଆଜି ମତେ ଉପାସରେ ରହିବାକୁ ହେବ। ଏମିତି କହି ଚଢ଼େଇ ପୁଣି ଥରେ ଖାଇବା ଖୋଜିଲା। କିଛି ଦୂର ଗଲା ପରେ ସେ ଏକ ସେଉ ଦେଖିଲା। ଚଢ଼େଇ ଶୀଘ୍ର ସେ ସେଉକୁ ଉଠେଇ ଆଣିଲା। ଯା ହଉ, ମତେ ଆଜି ଉପାସରେ ରହିବାକୁ ପଡିବନି। ଯାଏ ଗଛ ଉପରେ ବସି ଏ ଫଳକୁ ଖାଇନିଏ। ଏମିତି କହି ଚଢ଼େଇ ସେ ଫଳ ଧରି ଗଛ ଉପରକୁ ଗଲା। ଠିକ୍ ସେହି ସମୟରେ କାଉ ଚଢ଼େଇ ପାଖକୁ ଆସିଲା। ରହ ଚଢ଼େଇ, ଏ ମିଠା ଫଳ ଖାଆନି। ମୋ ସ୍ତ୍ରୀର ଦେହ ବହୁତ ଖରାପ, ତାକୁ ମିଠା ଫଳ ଖାଇବାକୁ ଭାରି ଭଲ ଲାଗେ। ତୁ ଏ ଫଳ ମତେ ଦେ, ମୁଁ ମୋ ସ୍ତ୍ରୀ ପାଇଁ ନେଇଯିବି। ଚୁପ୍ କର କାଉ, ମିଛ କଥା କହିବୁନି। ମୁଁ ଏବେ ଦେଖିକି ଆସିଲି, ତୋ ସ୍ତ୍ରୀର ଦେହ ପୁରା ଠିକ୍ ଅଛି। ସେ ଠିକ୍ ଥିଲା ଯେ ଏଇ କିଛି ସମୟ ହେବ ତା ଦେହ ଖରାପ ହେଇଗଲା। ଦେ ଦେ, ମତେ ଶୀଘ୍ର ସେ ଫଳଟା ଦେ। ତୁ ଏମିତି ମିଛ କହି ଆଗରୁ ମୋଠୁ ଅନେକ ଫଳ ନେଇଛୁ। ତୁ କଣ ଭାବୁଛୁ ସବୁଦିନ ମତେ ଏମିତି ବୋକା ବନେଇ ଦେବୁ? ମୁଁ ଆଜି ତତେ ଏଇ ଫଳ ଦେବିନି। ଯା ପଳା ଏଠୁ, ମତେ ଶାନ୍ତିରେ ଫଳ ଖାଇବାକୁ ଦେ। କଣ ହେଲା, ତୁ ମତେ ଫଳ ଦେବୁନି ତ? ତୁ ଯେତିକି ବଡ ନୁହଁ ସେତିକି ଫୁଟାଣି ମାରୁଛୁ। ଦେଖ ଏବେ ମୁଁ ତୋ ସହ କଣ କରୁଛି। ତାପରେ କାଉ ଜୋର କରି ଚଢ଼େଇ ପାଖରୁ ତା ଫଳ ନେଇଗଲା। ବଦମାସ କାଉ, ଦେ ଦେ ମୋ ଫଳ। ତୁ କଣ ଭାବୁଛୁ ମୁଁ ତତେ ଦେଖି ଡରିଯିବି? ମୋ ପାଖରେ ବି ଶକ୍ତି ଅଛି, ମୁଁ ଆଜି ତତେ ଛାଡ଼ିବିନି। ଏମିତି କାଉ ଆଉ ଚଢ଼େଇ ଖୁବ୍ ଜୋରେ ଲଢ଼େଇ ଲାଗିଲେ। କାଉର ଶକ୍ତି ଆଗରେ ଛୋଟ ଚଢ଼େଇ ତାକୁ ପାରିଲାନି। କାଉ ଧକ୍କା ଦେଇ ଚଢ଼େଇକୁ ତଳେ ପକେଇଦେଲା। ସେଇ ଗଛ ତଳେ ଥିଲା ଗୋଟେ କୂଅ। ଚଢ଼େଇ ସେ କୂଅ ଭିତରେ ପଡ଼ିଗଲା। ଏମିତି ଦେଖି କାଉ ଖୁବ୍ ହସିଲା। ବଢିଆ ହେଇଛି, ବଢିଆ ହେଇଛି। ମୋ ସହ ଲାଗୁଥିଲୁ ନା ଚଢ଼େଇ, ଏବେ କୂଅ ଭିତରେ ମର। ବଦମାସ କାଉ, ମତେ ଏ କୂଅ ଭିତରୁ ବାହାର କର, ମତେ ଭାରି ଡର ଲାଗୁଛି। ଚଢ଼େଇ ଯେତେ ଚେଷ୍ଟା କଲେ ବି ସେ କୂଅରୁ ବାହାରି ପାରିଲାନି। ସେପଟେ କାଉ ଖୁସିରେ ତା ଘରକୁ ଆସିଲା, ଆଉ ନିଜ ସ୍ତ୍ରୀକୁ ସବୁ ଘଟଣା କହିଲା। ମା, ଶତ୍ରୁକୁ ମାରି ବହୁତ ଭଲ କାମ କରିଛ। ସେ ଚଢ଼େଇକୁ ଦେଖିଲେ ମତେ ଭାରି ରାଗ ଲାଗେ। ଯେତିକି ବଡ ନୁହଁ ସେତିକି ବଡ କଥା କୁହେ। ଏବେ ସେ ପାଇଲା ମଜା। ଦିଅ ଦିଅ, ମତେ ସେ ଫଳ ଦିଅ, ମୁଁ ଖାଇବି। କାଉର ସ୍ତ୍ରୀ ସେ ଫଳ ଖାଇଲା। ସେପଟେ ଚଢ଼େଇ କୂଅ ଭିତରେ ଦୁଇଟି କବାଟ ଦେଖିଲା। ଗୋଟେ କବାଟ ଥିଲା ସାଧାରଣ, ଆଉ ଗୋଟେ କବାଟ ଥିଲା ସୁନାର। ଏ କଣ, ଏଠି ତ ଦୁଇଟି କବାଟ ଅଛି। ଏଇ କବାଟ ପଛପଟେ କଣ ଥିବ? ଭୂତ ପ୍ରେତ ନଥିବ ତ? ଉପରେ କିଏ ଅଛ? ମତେ ସାହାଯ୍ୟ କର, ମତେ ଭାରି ଡର ଲାଗୁଛି। ଚଢ଼େଇ ଯେତେ କାନ୍ଦିଲେ ବି ତା କଥା କେହି ବି ଶୁଣି ପାରୁନଥିଲେ। କିଛି ସମୟ ପରେ ଚଢ଼େଇ ନିଜକୁ ଶାନ୍ତ କଲା, ଆଉ ମନରେ ସାହସ ବାନ୍ଧି କହିଲା, ନା ଆଉ କାନ୍ଦିବିନି କି ଡରିବିନି। ମୁଁ ଯାଇ ଏ କବାଟ ଖୋଲି ଦେଖେ, ତାପରେ ଜାଣିପାରିବି ଏଥିରେ କଣ ଅଛି। ହେଲେ ଏଠି ତ ଦୁଇଟି କବାଟ ଅଛି, ମୁଁ କାହାକୁ ଆଗ ଖୋଲିବି? ଏ ସୁନାର କବାଟ ପଛପଟେ ନିଶ୍ଚୟ କିଛି ମୂଲ୍ୟବାନ ଜିନିଷ ଥିବ। ମୁଁ ତା ପରେ ଖୋଲିବି, ଆଗ ଏ ସାଧାରଣ କବାଟକୁ ଖୋଲେ। ଏମିତି ଚିନ୍ତା କରି ଚଢ଼େଇ ସେ ସାଧାରଣ କବାଟକୁ ଖୋଲିଦେଲା। ହଠାତ୍ ତା ଭିତରୁ ଏକ ସୁନ୍ଦର ପ୍ରଜାପତି ବାହାରି ଆସିଲା। ଧନ୍ୟବାଦ ଚଢ଼େଇ, ଏତେ ଦିନ ପରେ ଯାଇ ମୁଁ ତୋ ପାଇଁ ମୁକ୍ତ ହେଇପାରିଲି। କିଏ କିଏ ତୁମେ? ଆଉ ଏଠି ଏମିତି କାହିଁକି ଥିଲ? ମୁଁ ସାଧାରଣ ପ୍ରଜାପତି ନୁହଁ, ମୁଁ ହେଉଛି ଗୋଟେ ଯାଦୁର ପ୍ରଜାପତି। ମୁଁ ମୋ ଯାଦୁ ଶକ୍ତି ଦେଇ ସମସ୍ତଙ୍କୁ ସାହାଯ୍ୟ କରେ। ମତେ ହିଂସା କରି ଦିନେ ଗୋଟେ ଯାଦୁକର ମତେ ଏଠି ବନ୍ଦୀ କରି ରଖିଦେଲା। ଏ କୂଅ ଭିତରକୁ କେହି ବି ଆସନ୍ତିନି। ଚଢ଼େଇ, ତୁ କେମିତି ଏଠାକୁ ଆସିଲୁ? ଚଢ଼େଇ ପ୍ରଜାପତିକୁ ସବୁ କିଛି କହିଲା। ସବୁ ତ ଶୁଣିଲ ପ୍ରଜାପତି, ଏବେ ମୁଁ ଆର କବାଟକୁ ବି ଖୋଲିଦିଏ, ଦେଖେ ସେଠି କିଏ ବନ୍ଦୀ ଅଛି। ନା ନା ଚଢ଼େଇ, ସେ ଭୁଲ କରନି। ସେଠି ମୋ ପରି ଭଲ ନୁହଁ, ସେଠି ଗୋଟେ ଖରାପ ପିଶାଚି ବନ୍ଦୀ ଅଛି। ତାକୁ ମୁଁ ହିଁ ବନ୍ଦୀ କରି ରଖିଛି। ମୁଁ ଅନେକ ଦୁଷ୍ଟମାନଙ୍କୁ ଏଇ କୂଅ ଭିତରେ ବନ୍ଦୀ କରି ରଖେ। ଏଇ କାରଣରୁ ପ୍ରତିଶୋଧ ନେବା ପାଇଁ ସେ ଦୁଷ୍ଟ ଯାଦୁକର ମତେ ଏଇ କୂଅ ଭିତରେ ବନ୍ଦୀ କରି ରଖିଦେଲା। ଚାଲ ଚଢ଼େଇ, ଏବେ କୂଅ ଉପରକୁ ଯିବା। ପ୍ରଜାପତି, ମୁଁ ଅନେକ ଚେଷ୍ଟା କଲିଣି, ହେଲେ କୂଅ ଉପରକୁ ଯାଇପାରୁନି। ତୁ ଚିନ୍ତା କରନି ଚଢ଼େଇ, ମୁଁ ମୋ ଯାଦୁ ଶକ୍ତିରେ ତତେ କୂଅ ଉପରକୁ ନେଇଯିବି। ବହୁତ ବହୁତ ଧନ୍ୟବାଦ ପ୍ରଜାପତି, ଆଜି ମୁଁ ତୁମ ପାଇଁ କୂଅ ଭିତରୁ ବାହାରି ପାରିଲି। ଏବେ ମୁଁ ଘରକୁ ଯାଉଛି।
ଆରେ ଚଢ଼େଇ ରହ ରହ, ମୁଁ ତତେ ଏକ ଉପହାର ଦେବାକୁ ଚାହୁଁଛି। ଏମିତି କହି ପ୍ରଜାପତି ଚଢ଼େଇକୁ ଏକ 3 ଫଳ ବାଲା ଗଛ ଦେଲା। ନେ ଚଢ଼େଇ, ଏ 3 ଫଳ ବାଲା ଗଛ ମୁଁ ତତେ ଦେଲି। ଏ ଗଛରେ 3 ପ୍ରକାରର ଫଳ ଫଳିବ, ଆଉ ଏ ଫଳ କେବେ ବି ସରିବନି। ଏ ଗଛ ନେଇ ତୁ ଘରକୁ ଯା। ମୁଁ ଏବେ ଯାଉଛି ଚଢ଼େଇ, ଯଦି କେବେ ଦରକାର ହେବ ମତେ ମନେ ପକେଇବୁ, ମୁଁ ତ ପାଖକୁ ଆସିବି। ତାପରେ ପ୍ରଜାପତି ସେଠାରୁ ଚାଲିଗଲା। ଚଢ଼େଇ ସେ 3 ଫଳ ବାଲା ଗଛ ନେଇ ଘରକୁ ଆସିଲା, ଆଉ ନିଜ ଅଗଣାରେ ଲଗେଇଦେଲା। ଆରେ କଣ, ଏ ଚଢ଼େଇ ସେ କୂଅ ଭିତରୁ କେମିତି ବାହାରିଲା? ଦେଖ ନା, ତା ପାଖରେ କେତେ ସୁନ୍ଦର ଗୋଟେ 3 ଫଳ ବାଲା ଗଛ ଅଛି। ମୁଁ ଯାଇ ତାକୁ ପଚାରି ସେ ଗଛ କୋଉଠୁ ପାଇଲା। ଚଢ଼େଇ, ତୁ ବଞ୍ଚିଛୁ। ମୋ ସ୍ୱାମୀ ତତେ କୂଅରେ ପକେଇଦେବା କଥା ଜାଣିଲା ପରେ ମୁଁ ରାଗି ମୋ ସ୍ୱାମୀକୁ ଘରୁ ବାହାର କରିଦେଇଛି। ଚିନ୍ତା କରନି କାଉ ଭଉଣୀ, ମୁଁ ଏକଦମ ଠିକ ଅଛି। ଆଚ୍ଛା ଚଢ଼େଇ, ତୁ ଏ 3 ଫଳ ବାଲା ଗଛ କୋଉଠୁ ପାଇଲୁ? ହଠାତ୍ ସେହି ସମୟରେ ଚଢ଼େଇର ନଜର ଦୂରରେ ଛିଡ଼ା ହେଇଥିବା କାଉ ଉପରେ ପଡ଼ିଲା। ସେ ମନରେ ଚିନ୍ତା କଲା, ଆଚ୍ଛା ଆଚ୍ଛା, ମୋ ପାଖରୁ ସତ କଥା ଜାଣିବା ପାଇଁ ଏମାନେ ଏମିତି ନାଟକ କରୁଛନ୍ତି। ରୁହ, ତମ ମାନଙ୍କୁ ତ ମୁଁ ଉଚିତ ଶିକ୍ଷା ଦେଉଛି। କାଉ ଭଉଣୀ, ଜାଣିଛ, କାଉ ଭାଇ ମତେ ଯୋଉ କୂଅରେ ଧକ୍କା ଦେଇ ପକେଇ ଦେଇଥିଲେ, ସେଇ କୂଅ ଭିତରେ ନା ଏକ ସୁନାର କବାଟ ଅଛି। ସେଇ କବାଟ ଖୋଲିଲେ ତା ଭିତରେ ଏମିତି ଅନେକ ଗଛ ଅଛି। ମୁଁ ସେଥିରୁ ଗୋଟେ ଗଛ ନେଇ ଆସିଛି। ଓ ଆଚ୍ଛା, ଏମିତି କଥା। ହଉ ଚଢ଼େଇ, ମୁଁ ଏବେ ଯାଉଛି। ତୋ କଥା ଯଦି ସତ, ଚାଲ ଚାଲ, ଆଉ ଡେରି କରନି, ଶୀଘ୍ର ସେ କୂଅ ପାଖକୁ ଯିବା। ତାପରେ 2 କାଉ କୂଅ ପାଖକୁ ଗଲେ। ଏକା ସାଙ୍ଗରେ ହିଁ ସେମାନେ କୂଅ ଭିତରକୁ ବି ଗଲେ। ସୁନାର କବାଟକୁ ଦେଖି ସେମାନେ ସେ କବାଟ ଖୋଲିଦେଲେ। ହଠାତ୍ ତା ଭିତରୁ ଏକ ଭୟଙ୍କର ପିଶାଚି ବାହାରିଲା। କେତେ ଦିନ ପରେ ଯାଇ ମୁଁ ମୁକ୍ତ ହେଲି। ବାହାରୁ ବାହାରୁ ହିଁ ମୁଁ ଖାଇବା ପାଇଗଲି। ଏବେ ମୁଁ ତମମାନଙ୍କୁ ଖାଇ ମୋ ପେଟ ପୂରେଇବି। ଏଇ କଣ, ଏଇଟା ତ ଗୋଟେ ପିଶାଚି। 3 ଫଳ ବାଲା ଗଛ କାଇଁ? ଏବେ କଣ କରିବା? ୟାକୁ ଦେଖିଲେ ମତେ ଭାରି ଡର ଲାଗୁଛି। ପିଶାଚି, ଆମକୁ କ୍ଷମା କରିଦିଅ। ଆମେ ଭୁଲରେ ତୁମକୁ ବାହାର କରିଦେଲୁ, ଆମକୁ ଛାଡ଼ି ଦିଅ। ଥରେ ମୁଁ ଯାହାକୁ ଦେଖେ ତାକୁ ଆଉ ଛାଡ଼େନି। ଏମିତି କହି ପିଶାଚି ସେ 2 କାଉଙ୍କୁ ମାରି ଖାଇଦେଲା। ଚଢ଼େଇ ତା ସାଙ୍ଗ ପ୍ରଜାପତିକୁ ସବୁ ଘଟଣା କହିଲା। ପିଶାଚି କୂଅରୁ ଯେମିତି ନ ବାହାରିବ ସେଥିପାଇଁ ପ୍ରଜାପତି ଏକ ବଡ଼ ପଥର ଆଣି କୂଅ ଉପରେ ରଖିଦେଲା। ତାପରେ ସେ ନିଜ ଘରକୁ ଫେରିଗଲା। ସେପଟେ ଚଢ଼େଇ 3 ଫଳ ବାଲା ଗଛ ନେଇ ଖୁସିରେ ରହିଲା। ପୋଖରୀ ପାଖ ଗଛରେ ଘର କରି କାଉ ଆଉ ତାର ସ୍ତ୍ରୀ ରହୁଥିଲେ। ପୋଖରୀ ଭିତରେ ରହୁଥିଲା ଏକ ଛୋଟ ବେଙ୍ଗ। ଓହୋ, ଏ ବେଙ୍ଗଟା ପୁଣି ରଡ଼ି ଛାଡ଼ିବା ଆରମ୍ଭ କରିଦେଲା। ୟାର ଶବ୍ଦରେ ମୁଁ ଶାନ୍ତିରେ ଶୋଇପାରୁନି। ଆରେ ଚମ୍ପା, କୁଆଡ଼େ ଗଲୁ? ଯା, ଶୀଘ୍ର ଏ ବେଙ୍ଗର ପାଟିକୁ ବନ୍ଦ କରିବୁ। ଏଇ ବେଙ୍ଗର ଶବ୍ଦରେ ମୁଁ ବି ଶାନ୍ତିରେ ରହିପାରୁନି। ରୁହ, ମୁଁ ଏବେ ତା କଥା ବୁଝୁଛି। ଏଇ ବଦମାସ ବେଙ୍ଗ, ଏତେ ଜୋରେ ଶବ୍ଦ କାହିଁକି କରୁଛୁ? ତୋ ଶବ୍ଦ ପାଇଁ ଆମେ ଶାନ୍ତିରେ ରହିପାରୁନୁ। ଏଥିରେ ଖରାପ କଣ କହିଲ? ତମେ ପକ୍ଷୀମାନେ ବି ତ ଶବ୍ଦ କର, ମୁଁ ବି ସେମିତି ମୋ ଶବ୍ଦ ବାହାର କରେ। କଣ କହିଲୁ ତୁ? ତୋ ଶବ୍ଦ ଆଉ ଆମ ପକ୍ଷୀଙ୍କ ଶବ୍ଦ ଭିତରେ ରାତି ଦିନର ଫରକ ଅଛି। ଶୁଣ ମୋ କଥା, ଆଉ ଥରେ ଯଦି ତୋର ଏଇ ବେସୁରା କଣ୍ଠରେ ରଡ଼ି ଛାଡ଼ିବୁ, ମୋ ହାତରେ ଥିବା ଏ ତାବାରେ ତତେ ପିଟି ପିଟି ମାଟିରେ ପୋତିଦେବି, ବୁଝିଲୁ? ଦେଖ, ମୋର ଏଥିରେ କିଛି ବି ଦୋଷ ନାହିଁ। ମୁଁ ଚାହିଁଲେ ବି ମୋ ଶବ୍ଦ ଅଟକେଇ ପାରିବିନି। ମତେ ଭଗବାନ ସେମିତି ବନେଇଛନ୍ତି, ବୁଝିଲ? କଣ ହେଲା? ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ରହ, ଏବେ ତ ରଙ୍ଗ ଛଡ଼ଉଛି। ଓ, ମତେ ମାରନି, ମତେ ଆଉ ମାରନି, ଭାରି କାଟୁଛି। ଦୟାକରି ମତେ ଛାଡ଼ି ଦିଅ। ଆଜି ପାଇଁ ଛାଡ଼ି ଦେଉଛି, ଆଉ ଥରେ ଯଦି ରଡ଼ି ଛାଡ଼ିବୁ ତତେ ଆହୁରି କଠିନ ଶାସ୍ତି ଦେବି। ଏମିତି ରାଗି କାଉର ସ୍ତ୍ରୀ ଘରକୁ ଫେରିଗଲା। ହେଲେ କିଛି ଲାଭ ହେଲା ନାହିଁ। ବେଙ୍ଗ ସେମିତି ଶବ୍ଦ ବାହାର କରୁଥିଲା। ଓହୋ, ଏ ବେଙ୍ଗର ଶବ୍ଦରେ ରହିବା ମୁସ୍କିଲ ହେଇଗଲା। ଚମ୍ପା, ମତେ ମୋ ହେଡଫୋନ ଦେ। ଏ ବେଙ୍ଗର ଶବ୍ଦ ଶୁଣିବା ଅପେକ୍ଷା ହେଡଫୋନରେ ଗୀତ ଶୁଣିବା ବହୁତ ଭଲ।
ତାପରେ କାଉ କାନରେ ହେଡଫୋନ୍ ଲଗେଇ ଗୀତ ଶୁଣିଲା, ହେଲେ ବେଙ୍ଗର ଶବ୍ଦ ଗୀତଠୁ ବି ଅଧିକ ଶୁଣାଯାଉଥିଲା। ଏମିତି ଦେଖି କାଉ ରାଗିଗଲା ଆଉ ବାହାରକୁ ଯାଇ କିଛି ପଥର ଆଣି ଘରେ ଜମା କଲା। ଚମ୍ପା, ଏ ପଥର ସବୁ ଘରେ ରଖିଥା। ଏଥର ଯେବେ ବି ବେଙ୍ଗ ଶବ୍ଦ କରିବ ତା ଉପରକୁ ଏ ପଥର ଫିଙ୍ଗିବା। ହଁ, ତୁମେ ଠିକ୍ କହିଛ। ଏ ବେଙ୍ଗ ପାଇଁ ଶାନ୍ତିରେ ରହି ହେଉନି, ଏବେ ସେ ପାଇବ ମଜା। ତାପରେ ବେଙ୍ଗ ଯେମିତି ଶବ୍ଦ କଲା, କାଉ ଆଉ ତାର ସ୍ତ୍ରୀ ମିଶି ତା ଉପରକୁ ପଥର ଫିଙ୍ଗିଲେ। ଗୋଟେ ପଥର ବେଙ୍ଗର ମୁଣ୍ଡରେ ବାଜିବା ଯୋଗୁଁ ସେ ବେହୋସ ହେଇ ପଡ଼ିଗଲା। ଆରେ ଦେଖ ଦେଖ, ପଥର ବାଜିବା ଯୋଗୁଁ ବେଙ୍ଗ ବେହୋସ ହେଇଗଲା। ଯାହା ହଉ, ଏବେ ବେଙ୍ଗର ଶବ୍ଦରୁ ଟିକେ ମୁକ୍ତି ମିଳିଲା। ଚାଲ ଏବେ ଘର ଭିତରକୁ। ଆରେ କଣ ବେଙ୍ଗଟା ଏମିତି ବେହୋସ ହେଇ ପଡ଼ିଛି କାହିଁକି? ମୁଁ ତାକୁ ଉଠାଏ। ଏମିତି କହି ଚଢ଼େଇ ବେଙ୍ଗକୁ ଉଠେଇଲା। ବେଙ୍ଗର ହୋସ ଆସିଲା। ଆରେ ବେଙ୍ଗ, ତୁ ଏଠି ଏମିତି ପଡ଼ିଥିଲୁ କଣ ପାଇଁ? କଣ ହେଇଛି ତୋର? ବେଙ୍ଗ ଚଢ଼େଇକୁ ସବୁ ଘଟଣା କହିଲା। ଆଚ୍ଛା ଚଢ଼େଇ ଭଉଣୀ, କହିଲ, ଏ ଜଙ୍ଗଲ ତ ସମସ୍ତଙ୍କର। ତମେ ମାନେ ଯେମିତି ଘର କରି ରହୁଛ, ମୁଁ ବି ସେମିତି ରହୁଛି। ମୁଁ ଶବ୍ଦ କଲେ ବାଦଲ ମାନେ ବର୍ଷା କରନ୍ତି, ହେଲେ ଦୁଇ କାଉଙ୍କ ପାଇଁ ମୁଁ ଭଲ ଭାବରେ ମୋ ଶବ୍ଦ ବାହାର କରିପାରୁନି। ମୁଁ ଯେତେବେଳେ ବି ଶବ୍ଦ କରୁଛି ସେମାନେ ମତେ ମାରୁଛନ୍ତି। ହଁ, ତୁ ଠିକ୍ କହିଛୁ। ଏ ଜଙ୍ଗଲ ସମସ୍ତଙ୍କର, ଏଠି ସମସ୍ତଙ୍କର ସମାନ ଅଧିକାର ଅଛି। ଏ ଦୁଇ କାଉ ତୋ ସହ କିଛି ବି ଠିକ୍ କରୁନାହାନ୍ତି। ରହ, ମୁଁ ଏବେ ସେମାନଙ୍କ ପାଖକୁ ଯାଇ କଥା ହେଉଛି। ସେମାନେ ତତେ ଆଉ ହଇରାଣ କରିବେନି। କାଉ ଭାଇ, କାଉ ଭଉଣୀ, ତୁମେ ଦୁଇ ଜଣ ବେଙ୍ଗ ସହ ବହୁତ ଅନ୍ୟାୟ କରିଛ। ବେଙ୍ଗ ଆମର ବହୁତ ଉପକାର କରେ। ବେଙ୍ଗ ଶବ୍ଦ କରେ ବୋଲି ବାଦଲ ମାନେ ଆମ ଜଙ୍ଗଲରେ ବର୍ଷା କରନ୍ତି। ତମେ ତାକୁ ଆଉ ବାଧା ଦିଅନି, ତାକୁ ତା କାମ କରିବାକୁ ଦିଅ। ଏଇ ଚଢ଼େଇ, ଚାଲି ଆସିଲୁ ବେଙ୍ଗର ଓକିଲାତି କରିବା ପାଇଁ। ବେଙ୍ଗ ଆମ ଘର ପାଖରେ ଶବ୍ଦ କରେ। ଯଦି ତୋ ଘର ପାଖରେ ଏମିତି ଶବ୍ଦ କରନ୍ତା ନା, ତାହେଲେ ତୁ ତାର କଷ୍ଟ ଜାଣିଥାନ୍ତୁ। ଯଦି ସେ ବେଙ୍ଗ ଆଉ ଥରେ ଶବ୍ଦ କରେ, ଆମେ ତାକୁ ଜୀବନରୁ ମାରିଦେବୁ। ତୁ ବି ଏଠୁ ଚାଲିଯା, ନହେଲେ ଆମେ ତତେ ବି ମାରିଦେବୁ। କାଉ ଆଉ ତାର ସ୍ତ୍ରୀ ଚଢ଼େଇକୁ ଅପମାନ ଦେଇ ଘରୁ ବାହାର କରିଦେଲେ। ଚଢ଼େଇ ମନ ଦୁଃଖରେ ବେଙ୍ଗ ପାଖକୁ ଫେରି ଆସିଲା। ଆରେ ବେଙ୍ଗ, ମୁଁ କାଉମାନଙ୍କୁ ବହୁତ ବୁଝେଇଲି, ହେଲେ ସେମାନେ ବୁଝିଲେନି। ଏବେ କେବଳ ବାଦଲ ରାଣୀ ତତେ ସାହାଯ୍ୟ କରିପାରିବେ। ଦୂର ପର୍ବତ ଉପରେ ବାଦଲ ରାଣୀ ରୁହନ୍ତି। ତୁ ତାଙ୍କୁ ସବୁ କଥା କହି ସାହାଯ୍ୟ ମାଗେ। ତାପରେ ବେଙ୍ଗ ବହୁତ କଷ୍ଟ କରି ପର୍ବତ ଉପରକୁ ଗଲା ଆଉ ବାଦଲ ରାଣୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ସେ ଦୁଇ କାଉ ଉଚିତ ଶାସ୍ତି ପାଇବେ। ଏବେ ତୁ ଘରକୁ ଯା। ତାପରେ ବାଦଲ ରାଣୀ ଏକ ବାଦଲକୁ ସବୁକିଛି ବୁଝେଇ କାଉମାନଙ୍କ ପାଖକୁ ପଠେଇଲା। ସେ ବାଦଲ କାଉମାନଙ୍କ ଘରକୁ ଯାଇ ତାଙ୍କ ଉପରେ ବର୍ଷା କଲା। ଆରେ ଏସବୁ କଣ ହେଉଛି? ବାହାରେ ତ ଆଉ କୋଉ ଜାଗାରେ ବି ବର୍ଷା ହେଉନି। ଆମ ଘର ଉପରେ ହିଁ କାହିଁକି ବର୍ଷା ପଡୁଛି? କାଲିରୁ ତମେ କିଛି ବି ଖାଇବା ଆଣିନ। ଭାରି ଭୋକ ଲାଗିଲାଣି। ଯାଅ ନା, କିଛି ଖାଇବା ନେଇ ଆସ। ତାପରେ କାଉ ଖାଇବା ଆଣିବା ପାଇଁ ବାହାରକୁ ଗଲା। ବାଦଲ ବି ବର୍ଷା ପକେଇ ପକେଇ ତାର ପଛେ ପଛେ ଗଲା। ଏଇଟା କଣ ହେଉଛି? ମୁଁ ଯୁଆଡ଼େ ବି ଯାଉଛି ବର୍ଷା ସେଇଠି ପଡ଼ୁଛି। ଏବେ ଘରକୁ ଖାଇବା କେମିତି ନେବି? ବହୁତ ସମୟ ଖୋଜିଲା ପରେ କାଉ ଅଳ୍ପ କିଛି ଖାଇବା ନେଇ ଘରକୁ ଫେରିଲା। 2 ଦିନ ବିତିଗଲା, ହେଲେ ବର୍ଷା ଛାଡ଼ିଲାନି। କାଉମାନଙ୍କ ଘର ଉପରେ ଲଗାତାର ବର୍ଷା ପଡୁଥିଲା। ଆରେ ଶୁଣୁଛ, ବର୍ଷା କେବେ ଛାଡ଼ିବ କୁହନା? ଘରେ ଆଉ ଖାଇବା ନାହିଁ। ବାହାରକୁ ବାହାରିଲେ ହିଁ ବର୍ଷା ଆମ ଉପରେ ପଡୁଛି। ଏବେ ଆମର କଣ ହେବ? ଆମେ କଣ ନ ଖାଇ ମରିଯିବା? ଆରେ କିଛି ତ କୁହ। କାଉ ସ୍ତ୍ରୀର କଥା ସରିଛି କି ନାହିଁ, ତାଙ୍କ ଘରର ଛାତ କଣା ହେଇ ଘର ଭିତରେ ପାଣି ପଡ଼ିଲା। ଦେଖୁ ଦେଖୁ କିଛି ସମୟରେ ହିଁ ତାଙ୍କ ଘର ଭାଙ୍ଗିଗଲା। 2 କାଉ ଆଶ୍ରୟ ଖୋଜିଲେ। ବାଦଲ ବି ବର୍ଷା ପକେଇ ପକେଇ ତାଙ୍କ ପଛେ ପଛେ ଯାଉଥିଲା। କିଛି ଦୂର ଗଲା ପରେ ସେମାନେ ଦେଖିଲେ ଏକ ଜାଗାରେ ଚଢ଼େଇ ଆଉ ବେଙ୍ଗ କଥା ହେଉଛନ୍ତି। 2 କାଉ ଶୀଘ୍ର ତାଙ୍କ ପାଖକୁ ଗଲେ। ବଞ୍ଚାଅ, ଆମକୁ ବଞ୍ଚାଅ। ଏ ବର୍ଷା ଆମ ପଛା ଛାଡୁନି। ଦୟାକରି ଆମକୁ ସାହାଯ୍ୟ କର। ଏଇଟା ତମ ଅନ୍ୟାୟର ଶାସ୍ତି। ତମେ ମାନେ ମୋ ସହ ବହୁତ ଖରାପ କରିଛ।
ମତେ ଅନେକ ପିଟିଛ, ସେଥିପାଇଁ ବାଦଲ ରାଣୀ ତମମାନଙ୍କୁ ଶାସ୍ତି ଦେଇଛନ୍ତି। ଆମର ଭୁଲ ହେଇଗଲା ବେଙ୍ଗ, ଆମକୁ କ୍ଷମା କରିଦେ। ଆମେ ତତେ ଆଉ କେବେ ବି ବାଧା ଦେବୁନି। ତୋର ଯେତେ ଇଚ୍ଛା ତୁ ସେତେ ଶବ୍ଦ କରିବୁ। ଏଇ ଥରକ ଆମକୁ କ୍ଷମା କରିଦେ। ଏ ବର୍ଷାକୁ ଅଟକା। ଆମେ ଯଦି ଏମିତି ବର୍ଷାରେ ଭିଜିବୁ ଆମ ଦେହ ଖରାପ ହେଇଯିବ, ଆମେ ମରିଯିବୁ। ତମେ ମାନେ ସତ କହୁଛ? ମତେ ଆଉ କଷ୍ଟ ଦେବନି? ଆଚ୍ଛା ଠିକ ଅଛି ବାଦଲ ସାଙ୍ଗ, ଏବେ ଏମାନଙ୍କୁ ଛାଡ଼ି ଦିଅ। ଏମାନେ ତାଙ୍କ ଭୁଲ ବୁଝି ସାରିଲେଣି। ଆଚ୍ଛା ହଉ, ଏଇ ଥରକ ତ ମୁଁ ତମମାନଙ୍କୁ ଛାଡ଼ି ଦଉଛି। ଆଉ ଥରେ ଯଦି ଏମିତି ଅନ୍ୟାୟ କରିବ, ବାଦଲ ରାଣୀ ତମମାନଙ୍କୁ କଠିନ ଶାସ୍ତି ଦେବେ। ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଦେଇଛନ୍ତି, ସେଥିପାଇଁ କାହାକୁ ବି ଅବହେଳା କରିବା ଠିକ ନୁହଁ। ବେଙ୍ଗ ଶବ୍ଦ କରେ ବୋଲି ଆମେ ଜାଣିପାରୁ କେତେବେଳେ ବର୍ଷା କରିବୁ। ଏମିତି କହି ସେ ବାଦଲ ସେଠାରୁ ଚାଲିଗଲା। କାଉମାନେ ବେଙ୍ଗ ସହ ଆଉ କେବେ ବି ଖରାପ ବ୍ୟବହାର କଲେ ନାହିଁ। ବେଙ୍ଗ ଖୁସି ମନରେ ଯେତେ ଇଚ୍ଛା ସେତେ ଶବ୍ଦ କରୁଥିଲା।